ଆଦର୍ଶ କହିବେ, ଆଜି ପର୍ଯ୍ୟନ୍ତ ଏକଥା ମୁଁ କାହାରିକୁ କହିନଥିଲି, କିନ୍ତୁ ଆଜି ତମକୁ କହୁଛି। ତମେ ମୋ ସାମ୍ନାରେ ଠିଆ ହେଇଛ କାରଣ ତମେ ମୋ ମା'ଙ୍କ ବଡ଼ ଭଉଣୀ। ନହେଲେ ତମ ଜାଗାରେ ଯଦି ଏଠି ଆଉ କେହି ଠିଆ ହେଇଥାନ୍ତା ନା, ତାହେଲେ ମୁଁ ତାର ଏମିତି ଅବସ୍ଥା କରିଥାନ୍ତି ସେ ନିଜେ ବି ଚିନ୍ତା କରି ପାରିନଥାନ୍ତା। ଏହାପରେ ରୁବି ପୁରା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ଆଦର୍ଶ କହିବେ, ଏଇ ଟିକେ ଆଗରୁ ଏ ଘରକୁ ତମେ ଧର୍ମଶାଳା କହୁଥିଲ ନା, କିନ୍ତୁ ସେଇ ଧର୍ମଶାଳାରେ ତମେ ନିଜେ ବି ଆସି ଆଶ୍ରୟ ନେଇଛ। ଏ କଥା ବି ଭୁଲି ଯାଅନି। ଆଜିଠୁ, ଏବେଠୁ ତମର ଓଲଟା ଗଣତି ଆରମ୍ଭ ହେଇଗଲା। ଆଉ ମୁଁ ସେଇ ଦିନକୁ ଅପେକ୍ଷା କରିବି ଯୋଉ ଦିନ ତମେ ଏ ଘରୁ ଚାଲିଯିବ। ଆଉ ସେଇଦିନ ମୁଁ ଏଇଠି ଠିଆ ହେଇ ଖୁସି ମନେଇବି। ଖୁସି। ଆଦର୍ଶ ପାଖରୁ ଏମିତି କଥା ଶୁଣି ରୁବି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ଆଦର୍ଶ ସେଠାରୁ ଚାଲିଯିବେ। ତାପରେ ରୁବି ମନେ ମନେ କହିବେ, ଥ୍ୟାଙ୍କ ଗଡ୍, ନୀଲମକୁ ରୁମରେ ବନ୍ଦ କରି ଦେବାର ଆଇଡିଆଟା ମୋ ମୁଣ୍ଡକୁ ଆସିଗଲା। ନହେଲେ ତାକୁ ଯଦି ସାଙ୍ଗରେ ଆସିବାକୁ ଦେଇଥାନ୍ତି, ତାହେଲେ ତ ସିଏ ମୋର ସବୁ ଗୁମର ପଦାରେ ପକେଇ ଦେଇଥାନ୍ତା। ନାଇଁ ନାଇଁ, ଏବେ ତ ମୋତେ ନୀଲମକୁ ହିଁ ଜଗିବାକୁ ପଡ଼ିବ। ତାପରେ ଆନନ୍ଦ ରୁମକୁ ଆସି କାନ୍ଦିବେ। ତାପରେ ପଲ୍ଲବୀ ଆସିବେ ଆଉ କହିବେ, ବାବା। ଏହାପରେ ଆନନ୍ଦ କହିବେ, ଯୋଉଥିପାଇଁ ଡର ଥିଲା ଶେଷରେ ସେୟା ହିଁ ହେଲା ପଲ୍ଲବୀ। ବିନୋଦ ଆଉ ଗୌରବକୁ ସାଙ୍ଗରେ ନେଇ ମମତା ଏ ଘରୁ ଚାଲିଗଲେ। ମୁଁ ସେମାନଙ୍କୁ ଚେଷ୍ଟା କରିବି ଅଟକେଇ ପାରିଲିନି। ତାପରେ ପଲ୍ଲବୀ କହିବେ, ପ୍ଲିଜ୍ ବାବା, ଆପଣ ଆଖିରୁ ଲୁହ ଝରାନ୍ତୁନି। ଆପଣ ଆମ ପାଇଁ ହିମାଳୟ ବୋଲି ଶକ୍ତ ଆଉ ମଜବୁତ। ଆପଣ ଆମ ପାଇଁ ଶକ୍ତି, ଆମ ସାହସ, ଆମ ସାମର୍ଥ୍ୟ ବାବା। ଆପଣ ଯଦି ଏମିତି ଭାଙ୍ଗି ପଡ଼ିବେ, ତାହେଲେ ଆମ ଅବସ୍ଥା କ'ଣ ହେବ ଆମକୁ ଆଉ କିଏ ବୁଝେଇବ ବାବା। ଏହାପରେ ଆନନ୍ଦ କହିବେ, ଚାହିଁଥିଲେ ମୁଁ ସେମାନଙ୍କୁ ଗୋଟେ ସେକେଣ୍ଡରେ ଅଟକେଇ ପାରିଥାନ୍ତି ପଲ୍ଲବୀ। ମୁଁ ଅର୍ଡର ଦେଇ କହିଥାନ୍ତି, ତମେମାନେ ଏଠୁ କେହି ବି ଯାଇପାରିବନି। ବାସ୍ ସେତିକି। ସେମାନେ କେହି ବି ମୋ ଆଦେଶ ଭାଙ୍ଗି ପାରିନଥାନ୍ତେ। କିନ୍ତୁ ମୁଁ ସେଭଳି କିଛି ବି କଲିନି। ଏଇଥିପାଇଁ ଯେ ମୁଁ ମାୟାକୁ ଡରି ଯାଇଥିଲି, ତା ନୁହଁ। ବରଂ ମୁଁ ଏଇଥିପାଇଁ ଚୁପ୍ ରହିଲି, ସେମାନେ ଯଦି ଏଠି ରହିଥାନ୍ତେ, ତାହେଲେ ରୁବି ଦିଦି ସେମାନଙ୍କୁ କେବେ ଖୁସିରେ ରହିବାକୁ ଦେଇନଥାନ୍ତେ। ପଲ୍ଲବୀ, ମୁଁ ଯଦି ଚାହିଁବି ରୁବି ଦିଦିଙ୍କୁ ଏଇ ମୁହୂର୍ତ୍ତରୁ ଘରୁ ବାହାର କରି ଦେଇପାରିବି। କାହାର ଶକ୍ତି ନାହିଁ, କାହାର ଶକ୍ତି ନାହିଁ କିଏ ମୋତେ ଅଟକେଇ ଦେଇ ପାରିବ। କିନ୍ତୁ ମୁଁ ସେତିକି ବି କରିପାରୁନି। ମୁଁ ଯଦି ରୁବି ଦିଦି ଆଉ ନୀଲମକୁ ଘରୁ ବାହାର କରିଦେବି, ତାହେଲେ ତାର ସବୁ ଦୋଷ ମାୟା ତୋ ମୁଣ୍ଡ ଉପରେ ଲଦିଦେବ। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ଆନନ୍ଦ କହିବେ, ଆଉ ତାର ପ୍ରତିଶୋଧ ପାରାୟଣ ହେଇ ତୋତେ ସେ ଟର୍ଚର କରିବା ଆରମ୍ଭ କରିଦେବେ। ଆଉ ତୋ କଷ୍ଟ ଦେଖି ମୁଁ ସହିପାରିବିନି ପଲ୍ଲବୀ। ଆଉ ସେଇଥିପାଇଁ ମୁଁ ପୁରାପୁରି ଅସହାୟ ହେଇଯାଇଛି ପଲ୍ଲବୀ। ମୋରି ଆଖି ସାମ୍ନାରେ ମୋ ଘର ଭାଙ୍ଗୁଥିବାର ମୁଁ ଦେଖୁଛି। ମୁଁ ତାକୁ ଅଟକେଇ ବି ପାରୁନି। ତାପରେ ପଲ୍ଲବୀ କହିବେ, ଆପଣ ଚିନ୍ତା କରନ୍ତୁନି ବାବା। ମୁଁ ଆପଣଙ୍କ ଆଗରେ ପ୍ରମିସ୍ କରୁଛି, ମୁଁ ସାନମା, ଦାଦା ଆଉ ଭାଇଙ୍କୁ ଏ ଘରକୁ ପୁଣି ଥରେ ଫେରେଇ ଆଣିବି। ତ ଦର୍ଶକ ବନ୍ଧୁ, ସତରେ କ'ଣ ପଲ୍ଲବୀ ସମସ୍ତଙ୍କୁ ପୁଣି ଥରେ ଘରକୁ ଫେରେଇ ଆଣିବେ? ଆଉ ମମତା ଏ ଘରକୁ ଆସିଲେ ଭଲ ହେବ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।